कौन पथ कष्ट कर पथक्रांत हो मो पाखक बैठी प्रकट को आसी सभा बसी वाल्मीकि रामायण कहते चारिथर सभा बसी राम को बुझापी अनेक चेष्टा सब विफल हो शेष जिते चेष्टा कर भगवान राम चतुर्थ सभा कहले हे अयोध्यावासी हे गुरुदेव हे माँ आपण मैंने मीमांसा करूँ मोर अयोध्यापुर को फेरी जा ना अयोध्यापुर मर्यादा आज अयोध्यापुर कलंक हो जाऊ कहे दशरथ महाराज प्रकृत सत्यव्रत अच्छे अयोध्यापुर जस कि कारण जदि मु फेरी जाए भरत महाराज कौतलिकर प्रभु किसी हेनी मुझे आपण 14 वर्ष वन रही ना भरत वनवास मते होइछि तुम राज सिंहासन रही समस्ते चुप हो जाती भरत महाराज कहते गले ठाकुरी आपण ताहले फेरबे ना हे भरत तुम्हें निर्बंध अयोध्या वास दूरीभूत कर अयोध्यापुर राजगादी फेरी पड़ी राजा हो राज्य पालन कर गुरुदेव समस्त माँ मैंने अयोध्यापुरवासी सहाय हे ना हे प्रभु जी पालन करे जार योग्य जी सेवक सी प्रभुंर आसन में बसब केमिति तेणु दुनिया जिते बड़ अच्छी सेवकर मर्यादा सबुठार अधिक कष्टदायक जी कहे भगवान सेवक ठीक अच्छे किंतु सेवक है सी जी स्वयं सपने जागरण भगवान किसी भी आघात होगा दिए ना अयोध्या भगवान रामकर गोटे कनक बिहारी मंदिर अच्छे कनक बिहारी मंदिर भगवान राम विराजमान कर समस्त जाते जड़े साधु जाते सब कहते राम भल छु तो जिते जहाँ मत कह सत्य घटना सपने मुझे राति सिंगार बेश जो भल छु राम जहाँ असुविधा बड़ भाई अच्छी कि दिने कौन जी सेवकारी भगवान राम को सेवा करने संतान किसी शरीरगत असुस्थता होता औषध किसी आनी भगवान पिला को दवाई कहले एकाथरे औषधटा नहीं जाऊँगी भगवान बड़ सिंगार बेश कर भोजन कर पहड़ पटे पड़े घरे जा पहुँची पिला मोर औषध देवे जितेबले क्षीर भगवान रात्रि क्षीर भगवान को समर्पण कराए क्षीर पाखे से औषधटा नहीं रखी जितेबले राति अधाई भगवान को भोग लगाते कौन कारणवश औषध मिश्री डबा मिश्री डबा रही औषध डबाटा को नहीं आसे औषध डबाटा को नहीं आसी पकईदे क्षीर भगवान को जहाँ भोग लगा भोग प्रभु प्रसाद विष होगला विषा जितेबले पहड़ पकई पड़े सेवक भगवान राम विष ज्वाल देह जलन ठाकुरे कौन कले जो बाबाजी कहते हे राम सुविधा कह मो तो बड़ भाई अच्छी से बड़ भाई पाखे भगवान राम जाए राति बड़ भाई उठिगले राति अधर मध्याह्न समय कौन है तुम सारा भाई राम डाकुची ना कौन है कौन है ना मो देह हाथ जलन हो देह हाथ जलन हो सेवक मत मो क्षीर विष पकई
ରାତି ଅଧରେ ସେବକକୁ ଡାକିଲେ କହିଲେ ଚାଲେ ଚାଲେ ପ୍ରଭୁଙ୍କ ଦେହ ଜ୍ୱଳନ ହେଉଛି ପ୍ରଭୁ ଜଳୁଛନ୍ତି ଚାଲେ ଖୋଲ ପହଡ଼ ଖୋଲ ଆରେ ରାତି ଅଧରେ ନା ନା ମତେ ପ୍ରଭୁ ଡାକିଛନ୍ତି ଯେତେବେଳେ ଯାଇ ପହଡ଼ ଖୋଲା ଯାଏ କହୁଛନ୍ତି ବାବାଜୀ କହିଲେ ଦେଖେ ତୋର ସେ ମିଶ୍ରି ଡବା ଦେଖେ ସେ ଔଷଧ ଦେଖିଲା ବେଳକୁ ଔଷଧ ଡବାରେ କ୍ଷୀର ଯାହା ଔଷଧ ଯାହା ଥିଲା ସବୁ କ୍ଷୀରରେ ପଡ଼ିଯାଇଛି ଭଗବାନଙ୍କ ବିଗ୍ରହକୁ ଅନେଇଲା ବେଳକୁ ଭଗବାନଙ୍କ ବିଗ୍ରହ ବିଶ୍ୱସ୍ୱରରେ ନିରପନ୍ନ ହେଇଯାଇଛି କହୁଛନ୍ତି ଠାକୁରେ କହିଲେ ଭାଇ ମୋତେ ରକ୍ଷା କର ନାରେ ମୁଁ କେମିତି ରକ୍ଷା କରିବି ମୋ ପ୍ରାଣ ଯଦି ତୋର ଚାହିଦା କହ ମୁଁ ଏଇଥିରୁ ପ୍ରାଣ ତୋତେ ଦେଇଦେବି ତୁ କେମିତି ରକ୍ଷା ହବ କହ ସବୁ କ୍ଷୀର ତକ ଠାକୁର ପିଇ ଦେଇଥିଲେ ଆଉ ଅଳ୍ପ କ୍ଷୀର ଠାକୁରଙ୍କ ପାତ୍ରରେ ଥିଲା କହିଲେ ଠାକୁରେ ଭାଇ ଯଦି ସେ କ୍ଷୀରକୁ ପାତ୍ରକୁ ଯଦି ପିଇଦେବ ବାବାଜୀ କହିଲେ କହିଲେ ମୁଁ ପିଇଦେବି ସାଙ୍ଗେ ସାଙ୍ଗେ ତୁ ଠିକ ହବ ଭାଇ ନା 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 ତୁମେ ତାକୁ ପିଇବ ନାହିଁ ନା ତାହେଲେ ନା ଏବେ ଅଧରାତିରେ ସମସ୍ତ ଅଯୋଧ୍ୟାପୁର ବାସୀଙ୍କୁ ଡାକ ସେ କ୍ଷୀରକୁ ଅଧିକ କ୍ଷୀରରେ ମିଶ୍ରିତ କରି ସମସ୍ତଙ୍କୁ ପ୍ରସାଦ ଭାବେ ଯଦି ଦେବ ସମସ୍ତ ବିଶ୍ୱଜଳାରୁ ସମସ୍ତେ ଭାଗ ହେଇଯିବେ ଏବଂ ମୁଁ ରକ୍ଷା ପାଇବି ବାବାଜୀ ରାତି ଅଧରେ ଘରେ ଡାକି ସମସ୍ତଙ୍କୁ କ୍ଷୀର ନେଇ ଆସି ସମସ୍ତଙ୍କୁ ପ୍ରସାଦ ଭାବେ ବାଣ୍ଟିଲେ ଯେତେବେଳେ ପ୍ରସାଦ ଭାବେ ବାଣ୍ଟିଲେ ଯେତେ ଲୋକ ପ୍ରସାଦ ପାଉଛନ୍ତି ଭଗବାନଙ୍କର ନୀଳ ରୂପ ସେତେ କମି କମି ଯାଉଛି ବିଶ୍ୱଜଳ ସବୁ ସରିଗଲା ଯେତେବେଳେ ରାତିରେ ସବୁ ସରିଗଲା ଠାକୁର ସବୁ ଦେହ ଭଲ ହେଇଗଲା ହାତଟି ନୀଳ ରଙ୍ଗ ରହିଗଲା ବାବାଜୀ ଆସିଲେ ସବୁ ହେଲା କଣ ହେଲା ପୁଣି ଆଉ କିଛି ଦରକାର ନା କହ କରିଦେବି ହାତଟି କାହିଁ ତୋର ନୀଳ ହେଇ ରହିଲା ନା ହେଇ ବଡ଼ ଭାଇ ସାରା ସଂସାରରେ ଆଜି ପର୍ଯ୍ୟନ୍ତ ମୋ ବିଶ୍ୱଜ୍ୱାଳାକୁ କେହି ରକ୍ଷା କରିପାରିନଥିଲେ ଆଜିଠାରୁ ଏ ହାତ ସଦା ସର୍ବଦା ଏମିତି ନୀଳ ରହିବ ମୋ ବଡ଼ ଭାଇର ଗୁଣଗାନ କରିବ ବୋଲ ରାମଚନ୍ଦ୍ର ହାତଟି ନୀଳ ହେଇଯାଇଛି ତ କଥା ହେଲା ଭଗବାନ ଆପଣଙ୍କୁ ରାତି ଅଧରେ 24 ପ୍ରହର ଯୋଉ ମୁହୂର୍ତ୍ତରେ ଆପଣ ଡାକିବେ ଭଗବାନ ଆପଣଙ୍କ ସାଙ୍ଗରେ ରହିବେ ତ ଭରତ ମହାରାଜ କହୁଛନ୍ତି କହିଲେ ପ୍ରଭୁ ମୁଁ ହେଲି ଗୋଟେ ସେବକ ଦାସଟିଏ ମୁଁ ଆପଣଙ୍କର ସିଂହାସନରେ ବସିବାର ଯୋଗ୍ୟତା ନାହିଁ ପ୍ରଭୁ ଯେତିକି ପାପ ହେଲା ହେଲାଣି ତାହେଲେ କ'ଣ କରିବା ନା ପ୍ରଭୁ ଆପଣଙ୍କର ମୋତେ କିଛି ସ୍ୱରୂପ ପ୍ରଦାନ କରନ୍ତୁ ପଚାରୁଛନ୍ତି ରାମ ଭଗବାନ କହିଲେ ଭରତ କ'ଣ ଚାହୁଁଛ ନା ପ୍ରଭୁ ଆପଣଙ୍କର ପାଦୁକାଟି ମୋତେ ପ୍ରଦାନ କରନ୍ତୁ ମନେ ରଖନ୍ତୁ ଯଦି କୌଣସି ଘରେ କାହାର ଭାଇ ଭାଇ ଭିତରେ ହଉ ବା ପରିବାର ଭିତରେ ହଉ କାହା ସହିତ କାହାର ମତାନ୍ତର ହେଉଛି ଆପଣ ରାମ ଭରତଙ୍କର ମିଳନ ଫଟୋକୁ ଆଇନ ପୂଜା କରନ୍ତି ନିଶ୍ଚିତ ଭାବେ ସମସ୍ତ ଭାତୃ ବିବାଦର ସମାଧାନ ହେଇଯିବ ତ ଭରତ ପାଦୁକାକୁ ଧାରଣ କରିଛନ୍ତି କହୁଛନ୍ତି ଠାକୁରେ ମୁଁ ଆକୁ ନେଇ ଯାଉଛି ଅଯୋଧ୍ୟାପୁରର ସିଂହାସନରେ ସ୍ଥାପନ କରିବି କିନ୍ତୁ ଯେଉଁଦିନ 14 ବର୍ଷର ସୂର୍ଯ୍ୟ ଧରାପୃଷ୍ଠରୁ ଅତିବାହିତ ହେବାକୁ ଥିବେ ଯଦି ଆପଣ ଅଯୋଧ୍ୟାପୁରକୁ ପ୍ରତ୍ୟାବର୍ତ୍ତନ କରିବେ ନାହିଁ ତାହେଲେ ମୁଁ ନିଜକୁ ଆତ୍ମାହୁତି ପ୍ରଦାନ କରିବି ବୋଲ ଭରତ ମହାରାଜ